श्रीमद्भागवत गोपलीला त्रयोदश अध्याय। शुक उवाच बोलन्ति व्यास मुनिशिष शुण राजन कृष्ण रस गोपनगरे श्रीरंगे खेलन्ति कुमारंक संगे दिन हरन्ति वृंदावने घरे मिलन्ति रात्र माने एमन्ते वृंदावने केली राम गोविंद गोपवाली दिन के प्रभु देवराज रात्र हूँ उपेखिले सेज रजनी अच्छी बेनी घड़ी निद्रा उपेक्षी नरहरी मातांकु डाकी बनमाली पयर कले निउ छाली आज मु न भुंजीबी घरे अन्न पुड़ाए दिय मरे दैबे निदागर काल खरा लागन्ते बहे झाल शीतल बेलु जीवु वन अन्न तु दिय गोबहन शुणी सानंद नंदराणी अन्न बाढ़िले घरु आणी नाना व्यंजन गुड़ दधी पुड़ा गोटिए देले बांधी शिखारे घेनी अन्न पुड़ा सिंघा काहाली बेत जोड़ा छंद दौड़ी कंधे घेनी गोविंद कले सिंघा ध्वनि गोप कुमरे थिले सोई कर्णे शुभिला नाद जाई बने भुजिबा आज अन्न करिबा क्रीड़ा रसमान रात्रे संकेत करिथिले प्रभाते बेणु ध्वनि कले जे जहा नाम धरी डाकी बालके शयन उपेखी नंदर द्वारे जाई मिली देखिले राम बनमाली बोलन्ति प्रभु देवराज आंभर प्राय हुआ सज शुणी मिलिले जे जा घरे अन्न घेनिले बाम करे बेणु कठौ सिंघा बेत बाछुरी फेई जुथ जुथ मुरली बजाई तुरीते आगे मिलिले नंद सुते अंत करिबी केते मुई बाछुरी गणी तान जाई चलाई बच्चा जुथ जुथ पछे विजये गोपीनाथ बने पसंती एक मेले शुभई मुख राग गोले सकले एक रुंड होई नाचंती सिंघा बेणुबाई खेमटा छंदे करताली मधे नाचंती बनमाली विविध अलंकार लाई नाचंती मने तोष होई मणि मुकुता कर्णफुल नुपुर कंकण मूल्य कटी मेखला रत्न छंदी सिरे गुंजरा पाटी बांधी सिरे मयूर पुछ चूड़ कर्णरे कोमल पतर कंठे शोभित रत्नहार निबिड़ सुरंग अधर रंग मृत्तिका अंगे बोली पैतागर गड़माली कंकण नुपुर सबदे नाचंती एकु आरे बादे के काहा अन्न पुड़ा बोले नेई लुचांती बुदा तले के कांदी कृष्णंकु कहंती आज्ञा प्रमाणे आनी दियंती एक आरके पीढ़ करी गोड़ाई छुअंती मुरारी के काहा नाम धरी बादे दुरु डाकंती बेणु नादे शुक कोकिल नाद शुणी पोए नाचंती ताहा भणी पक्षी उड़ंते छाया देखी धामंती बाछुरी उपेखी देखी मयूर हंस चाली पोए चालंती पेला पेली बकंक संगे जाई बसी भेकर तुले जांती भासी बानर पुअंकु धरंती खेलाई पुणी छाड़ी दियंती से जाई उठंती वृक्षरे पलबे लुचंती कातरे पोए हुअंती सेई मत डाकंती आस गोपीनाथ आपणा छाई देखी जळे हसंती नाना कुतूहळे कानने प्रति नाद शुणी
ହସନ୍ତି ନାନା ଗାଳି ଭଣି ଏମନ୍ତେ ଗୋବିନ୍ଦର ମେଳେ ବାଳକେ ନାନା କୁତୁହଳେ ଅନେକ ଜନ୍ମେ ତପ କରି ନିକଟେ ପାଇଲେ ମୁରାରି କେ କହୁ ତାଙ୍କ ପୁଣ୍ୟ ଫଳ ବେଦ ନ ଜାଣେ ଆଦି ମୂଳ ଅନେକ ତପ ଯଜ୍ଞେ ବନ୍ଦି ମନ ପବନ ହୃଦେ ଛନ୍ଦି ଜ୍ଞାନୀ ଚିନ୍ତନ୍ତି ଯୋଗ ବଳେ ସେ ଖେଳେ ଗୋପାଳଙ୍କ ମେଳେ ମନୁଷ୍ୟ ଦେହେ ମଞ୍ଚେ ବହି କେ ପାରେ ତାଙ୍କ ପୁଣ୍ୟ କହି ଯାହାର ପାଦ ଜଳ ପାଇ ଆନନ୍ଦେ ଶଙ୍କର ନାଚଇ ଯା ନାମ ଚାରି ବେଦ ଭଣେ ସେହି ଗୋପାଳ ସଙ୍ଗେ ଜଣେ ଏମନ୍ତେ ଶୁଣ ନୃପମଣି ଶ୍ରୀକୃଷ୍ଣ ମହିମା ନ ଜାଣି ଅଘାନା ମେଣ ସେ ଅସୁର କଂସ ଆଦେଶ ଘେନି ଶିର ମିଳିଲା ବୃନ୍ଦାବନେ ଯାଇ କଂସର ମିତ୍ର ପଣ ହୋଇ ବୃକ୍ଷର ଉହାଡ଼େ ରହିଲା ଗୋପାଳ ପୁଅଙ୍କୁ ଚାହିଁଲା ମଧ୍ୟେ ଦେଖିଲା ଭଗବାନ ହୃଦୟରେ ଶ୍ରୀବତ୍ସଲାଞ୍ଚନ ବୋଲୋଇ ଏ ମୋର ବୈରୀ ବେନି ସୋଦର ଅଛି ମାରି କଂସକୁ କରିବ ଏ ନାଶ ଯାଦବେ ଏହାର ବିଶ୍ୱାସ ନିଶ୍ଚୟ ରିପୁ ଏ ମୋହର ମାରିଛି ବେନି ସହୋଦର ପୁତନା ବହେଣୀ ମୋହର ଜ୍ୟେଷ୍ଠ ଭ୍ରାତ ମୋ ବକାସୁର ଏହାଙ୍କୁ ଜଳ ତିଳ ଦେଇ ଆଜ ଉଦ୍ଧାରି ବଇଁ ମୁଇଁ କୃଷ୍ଣ ବାଛୁରୀ ଗୋପ ପଇ ମତେ ଦିଶନ୍ତି ତିଳ ପ୍ରାୟ ଜିହ୍ୱା ମୋହର ତମ୍ବା ପାତ୍ରୀ କୁଶ ହୋଇବ ଦନ୍ତପନ୍ତି ଖର ନିଶ୍ୱାସ ମନ୍ତ୍ର ସ୍ୱରେ ତର୍ପଣ କରି ବିରୁଧିରେ ଗୋପେ ମିଳିବି ରାତ୍ରେ ଯାଇ ଗିଳିବି ଯେତେ ଜନ୍ତୁ ଗାଇ ତେବେ ହୋଇବ ମନ ସ୍ଥିର ଆକାଶେ ବସିବେ ସଦର ପୁଣି ବିଚାରୁ ଅଛି ରହି ଗୋକୁଳେ ମୋର କାର୍ଯ୍ୟ ନାହିଁ ବାଳକେ ବାଛୁରୀ ସହିତେ ଏବନେ ଗିଳିବ ତୁରିତେ ପୁତ୍ରେ ନ ପାଇ ବାପ ମାଏ ଭାଳିଣ ମରି ବେଥୋକାଏ ପ୍ରାଣୀଙ୍କ ପ୍ରାଣ ପୁତ୍ର ଦେହେ ଏଣୁ ମରିବେ ମାୟା ମୋହେ ଏମନ୍ତେ ସାଧିବି ବୈରୀ ଗିଳିବି ସର୍ପ ରୂପ ଧରି ବିଚାର କଲା ଏହି ମତ ଅସୁର ଅତି ବଳବନ୍ତ ଯାହାର ନାମେ ଦେବେ ଡରି ଗଗନେ ପଡ଼ୁ ଥାଇ ହୁରି ଅମୃତ ଖାଇ ଦେବଗଣ ଚିନ୍ତନ୍ତି ଅସୁର ମରଣ ଯେବେ ମରିବ ଅଘାସୁର ଆମ୍ଭ ଅରିଷ୍ଟ ଜୀବ ଦୂର ବ୍ରହ୍ମା ଡରନ୍ତି ନିରନ୍ତର ଶୂନ୍ୟେ କମ୍ପନ୍ତି ସାତପୁର ଅଘାର ନାମେ ଥର ହର ଭୟେ କମ୍ପଇ ସୁନାଶିର ହୋଇଲା ଅଜଗର ରୂପୀ ଯୋଜନ ଯାଏଁ ଦେହ ବ୍ୟାପୀ ପୂର୍ବ ଦିଗକୁ ମୁଖ କଲା ସ୍ୱଭାବେ ତୁଣ୍ଡ ବିସ୍ତାରିଲା ଉପର ପାଟି କଲା ମେଘେ ଅଧର ଓଷ୍ଠ ମହି ଭାଗେ ଜିହ୍ୱା ବୁଲାଇ ଅନ୍ତରାଳ ଦନ୍ତ ପର୍ବତ ଶୃଙ୍ଗମାଳ ତୁଣ୍ଡ ଦିଶଇ ଅନ୍ଧକାର ବିଷ ପବନ ଖରତର ପଶ୍ଚିମ ଦିଗେ ଯାନ୍ତି ଚଳି ଗୌରୁ ଗୋପାଳ ବନମାଳି ମାୟା ଅସୁର ମୁଖ ଲାଗେ ପୋଏ ମିଳିଲେ ଆସିବେଗେ ବିଷ ପବନ ଖର ଶ୍ୱାସ ଦେହେ ଲାଗନ୍ତେ ବଡ଼ ତ୍ରାସ ଚକିତ ଚଉଦିଗେ ଚାହିଁ ବୋଲନ୍ତି ଏକୁ ଆରେ ରହି କିଏ ଭାଜିଲା ଗିରିଖଣ୍ଡ ବିସ୍ତାର କରି ଅଛି ତୁଣ୍ଡ କେବଲେ ମେଘ କାମରୂପୀ ଭୂମି ଗଗନେ ଅଛି ବ୍ୟାପୀ କେବଲେ ସର୍ପ ଏ ସ୍ୱରୂପ ଅରୁଣ ବେନି ପାଟି ଦେଖ ଆମିଷ ପ୍ରାୟ ପୁତି ଗନ୍ଧ ରୁକ୍ଷ ପବନ ମନ୍ଦ ମନ୍ଦ କେବଲେ ପଡ଼ୁଅଛି ବନ ଜନ୍ତୁ ଏ ହୁଅନ୍ତି ଦହନ ତେଣୁ ଆମିଷ ଗନ୍ଧ ଦେଖ
ଏହାକୁ ଭଲେ ହନି ରେଖ ବାମ ଦକ୍ଷିଣେ ଜିହ୍ୱା ଚାଲି ଚାଞ୍ଚିଲା ବାଟ ପ୍ରାୟ ଝଳି ଜାଣିଲୁ ସର୍ପ ଏ ଶରୀର ମରଣ ହୋଇଲା ଆମ୍ଭର ଥୋକେ ବୋଲନ୍ତି କିମ୍ବା ଡର ଆମ୍ଭର କୃଷ୍ଣ ବଳିୟାର ଯେବେ ଏ ଆମ୍ଭଙ୍କୁ ଗିଳିବ ବକର ପ୍ରାୟ ନାଶ ଯିବ କ୍ଷଣକେ ମରିବଟି ଏଇ ଏମନ୍ତେ ପଛକୁ ଅନାଇ ପଶିଲେ କର ତାଳି ମାରି ଆଗରେ ଅଡ଼ାନ୍ତି ବାଛୁରୀ କେବଲେ ଆଗ ହୋ ନ ପଶ ନିକଟେ ନାହିଁ ପିତବାସ ଚାହିଁଲେ କୃଷ୍ଣ ଛନ୍ତି ଦୂରେ ଡାକନ୍ତି ଆସ ଖରତରେ ଦୂରୁ ଡାକନ୍ତି ଦାମୋଦର ନ ପଶ ସର୍ବର ଉଦର ନ ଜାଣି ସର୍ବ ଏକ ମେଳେ ଯେତେ ବାଛୁରୀ ଗୋପବାଳେ କୃଷ୍ଣର ବୋଲ ନ ଶୁଣିଲେ ଅସୁର ଉଦରେ ପଶିଲେ କୃଷ୍ଣ ଧାଇଁଲେ ମାୟା ମୋହେ ଡାକନ୍ତି ରହ ରହ ପୋଏ ତୁଣ୍ଡ ନିକଟେ ଚକ୍ରଧର ଦେଖି ବିଚାର ଇୟସୁର ଏହାର ନାମ ବାସୁଦେବ ଏ ତ କଂସକୁ ସଂହାରିବ ଗର୍ଭେ ପଶିଲେ ମୋର ଯେତେ ବୈରୀ ନୁହନ୍ତି ବାଳୁତେ ପ୍ରଭୁ ବୈରୀ ଗୋତ୍ରହତ ଏହା ଯେ ନ କରେ ନିପାତ ତାହାର ଦେହ ଅକାରଣ ସେ ଛାର କିସ ବଡ଼ପଣ ପ୍ରଭୁ ଜିଙ୍ଘାସ ଯେବେ ଶୁଣି ନାନା ବିଚାରେ ପରିମାଣି ମାରି ପାରିଲେ ହୋଏ ଭଲ ନିଜ ଶରୀରେ ଯେହୁ ସଲ ଏ ମୋର ପ୍ରଭୁର ବୈରୀ ବେନି ସୋଦର ଅଛି ମାରି ଗର୍ଭେ ପଶିବ ଯେତେବେଳେ ପାଟି ପାଡ଼ିବି ଅବହେଳେ କୃଷ୍ଣ ଜାଣିଲେ ତାର ମନ ବିଚାର କଲେ ଭଗବାନ ଯେବେ ନ ପଶି ବଇ ମୁଇ ବଶ୍ଚା ବାଳକ ମୁନ ପାଇ ଅସୁର ଉଦର ଅନଳ ତୃଣ ପ୍ରାୟ କହ ଗୋପବାଳ କି ବୁଦ୍ଧି କରି ବଇଆଜ ହେଳାଏ ହରାଇଲି କାର୍ଯ୍ୟ କେମନ୍ତେ ମାରିବି ଅସୁର ବାଳକେ ହୋଇବେ ବାହାର କୃଷ୍ଣ ଚାହିଁଲେ ସ୍ଥିର ଦୃଷ୍ଟି ଅସୁର ନ ପାଡ଼ଇ ପାଟି ଦେବେ ଦେଖନ୍ତି ଶୂନ୍ୟେ ରହି ତୁଣ୍ଡେ ପଶିଲେ ଭାବଗ୍ରାହୀ ଦେବେ କରନ୍ତି ହାହାକାର ପାଟି ପାଡ଼ିଲା ଅଘାସୁର ଦେବଙ୍କୁ ଲାଗିଲା ବିଷାଦ ଅସୁର ହୋଇଲା ଆନନ୍ଦ ସର୍ପ ଉଦରେ ଭଗବାନ ଜାଣିଲେ ଦେବ ତାଙ୍କ ମନ ଦାସ ବତ୍ସଳ ନନ୍ଦବଳା ରୁନ୍ଧିଲ ଦାନ ବରଗଳା ଗିଳି ନ ପାରି ସେ ଦୈତ୍ୟ ଶବଦ କଲା ଗର୍ଭଗତ ପ୍ରାଣ ହୋଇଲା ଛଟପଟ ଫୁଲିଲା ଅସୁରର ପେଟ ଅସୁର ହେଲା ମହାକାୟ କଣ୍ଠେ ବଢ଼ିଲେ ଦେବରାୟ ବଢ଼ନ୍ତେ ଗୋବିନ୍ଦ ଶରୀର ତାଳୁ ଫାଟିଲା ଧାତିକାର ପ୍ରାଣ ଗମିଲା ଶୂନ୍ୟ ପଥେ କୃଷ୍ଣ ପଶିଲେ ଗର୍ଭଗତେ ଅଘାର ଜୀବ ଯିବା କାଳେ ବାଳକ ବଶ୍ଚା ସବୁ ମଲେ ଅମୃତ ନୟନେ ଚାହିଁଲେ ସକଳ ଜୀବନ ପାଇଲେ ଗର୍ଭ ଭିତରେ ଯେତେ ଥିଲେ କୃଷ୍ଣଙ୍କୁ ସମସ୍ତେ ଦେଖିଲେ କୃଷ୍ଣ ବୋଇଲେ ବସା ଘେନି ବାହାର ହୁଅ ଏହି କ୍ଷଣି ଉପରେ ଦେଖି ତାଳୁ ଦ୍ୱାର ଗୋପାଳେ ହୋଇଲେ ବାହାର ଆଗେ ବାଛୁରୀ କଲେ ପାରି ଗର୍ଭେ ରହିଲେ ଦଇତ୍ୟାରି ଦେଖିଲେ ଗର୍ଭେ କେହି ନାହିଁ ବାହାର ହେଲେ ଭାବଗ୍ରାହୀ
ଅଘା ଜୀବନ ଶୂନ୍ୟ ଗଲା ପୁଣି ଲେଉଟି ଅନାଇଲା ତାଳୁ ବାହାର ବ୍ରହ୍ମ ରାଶି କାଳ ମେଘରୁ ଯେହ୍ନେ ଶଶି ଜୀବନ ଲେଉଟିଲା ବେଗେ ତେଜ ବିରାଜେ ଦଶ ଦିଗେ ସ୍ୱର୍ଗେ ଦେଖନ୍ତି ଦେବତାଏ ପଶିଲା ଗୋବିନ୍ଦର ଦେହେ ଦେଖି ଚକିତ ତିନିପୁର ଦେବେ କରନ୍ତି ଜୟକାର କୁସୁମ ବରସିଲେ ଆଣି ବ୍ରାହ୍ମଣେ ବେଦ ସ୍ତୁତି ଭଣି ନାଚନ୍ତି ଅପସରୀ ବୃନ୍ଦ ଗନ୍ଧର୍ବେ ଗୀତ ବାଦ୍ୟନାଦ ଆକାଶେ କଲେ ଜୟ ଜୟ ଶୁଭିଲା ବ୍ରହ୍ମ ଲୋକ ଯାଏ ବ୍ରହ୍ମାର ସମାଧି ଭାଜିଲା ହଂସ ବାହାନେ ବିଜେ କଲା କୃଷ୍ଣଙ୍କୁ ଦେଖି ବୃନ୍ଦାବନେ ସ୍ତୁତି କରଇ ତୋଷ ମନେ କୃଷ୍ଣ ମହିମା ବ୍ରହ୍ମା ଦେଖି ତୋଷେ ବୁଝିଲେ ଅଷ୍ଟ ଆଖି କୃଷ୍ଣ ଚରିତ ମନେ ଗୁଣି ଚତୁର ମୁଖେ ବେଦ ଭଣି ରାଜନ ଶୁଣ ସାବଧାନେ ସଂଶୟ ନ କର ତୁ ମନେ ମନୁଷ୍ୟ ଦେହେ ଅବତାର ପଞ୍ଚବରଷ ଦାମୋଦର ଘୋର ଦାନବ ସଂହାରିଲେ ବଚ୍ଚା ବାଳକ ଉଦ୍ଧାରିଲେ ସଂଶୟ ମନେ ତୁ ନ କର କୃଷ୍ଣେ ପଶିଲା ଅଘାସୁର ମିତ୍ର ଅଇରି ନାଇଁ ଯାର ଭାବକୁ ଥାଇ ନିକଟର ଯାହାର ପାଦ ପୂଜା କରି ପ୍ରାଣୀ ତରନ୍ତି ଭବବାରି ଗୋପୀ ଗୋପାଳ ଯାର ସଙ୍ଗେ ତରିଲେ ଭବ ଜଳୁ ରଙ୍ଗେ ଏକଥା ମାନ କୌତୁକେ ପୋଏ କହିଲେ ବରଷକେ ଆଜମାଇଲେ ସର୍ପହରି ଶୁଣି ବିଷାଦ ନର ନାରୀ ଯମୁନା ତୀରେ ଅଘାନାଶ ଦେବଲୋକରୁ ଗଲା ତ୍ରାସ ଶ୍ରୀକୃଷ୍ଣ ଚରଣେ ବିଶ୍ୱାସ କହଇ ଜଗନ୍ନାଥ ଦାସ इति श्रीमद्भागवते महापुराणे पारमहंस्यां संहितायां दशमस्कन्धे पूर्वार्धे अगासुरवधो नाम त्रयोदशोऽध्याय। बंधुगण आशा करी भिडियोटी आपण मानक भल लगी भिडियोटी को लाइक और शेयर करंतु एवं एमिति नुआ नुआ भागवतर एपिसोड देखिबा पई चैनल टी को सब्सक्राइब करनियंतु। जय जगन्नाथ।